ବାଲିଯାତ୍ରା। କଟକର ଗଳିକନ୍ଦି ଦେଇ ଭିଡ଼ ଭିତରୁ ବାହାରି ଆମେ ଯାଇ ପହଞ୍ଚି ଯାଇଥିଲୁ ଐତିହାସିକ ବାଲିଯାତ୍ରା ପାଖରେ, ଯେଉଁଠିକି ମୋତେ ବହୁତ ହି ଖୁସି ଲାଗିଥିଲା। ମୁଁ କ'ଣ କଟକର ସବୁ ଲୋକଙ୍କୁ ଆଉ ଓଡ଼ିଶାର ସବୁ ଲୋକଙ୍କୁ ନିହାତି ଏଠି ବୁଲିବାକୁ ଆସିବାକୁ ବହୁତ ଭଲ ଲାଗେ। ତ ମୁଁ ଯାଇ ପ୍ରଥମେ ଦେଖିଥିଲି ଜଣେ ଗାନ୍ଧିଜୀଙ୍କ ବେଶ ହେଇ ଠିଆ ହେଇଥିଲେ, ଯାହା ପାଖରେ ବହୁତ ସାରା ଫଟୋ ଉଠା ହେଉଥିଲା। ତାପରେ ଆପଣଙ୍କୁ ଦେଖାଉଛି ସେଠିକାର ମାହୋଲ। ଏତେ ସାରା ଭୟାନକ ବାଲା ଦୋଳିକୁ ଦେଖି ସାରିଲା ପରେ ଆମ ସମସ୍ତଙ୍କୁ ଭୋକ ଲାଗିଥିଲା। ଆଉ ବାଲିଯାତ୍ରା ଯେହେତୁ ଆସିଛୁ, ମଥୁରା କେକ୍ ସହିତ ସିମଲା ଲଙ୍କା ଯେ ଖିଆ ନହେବ ସେଇଟା ତ ହେବ ନାହିଁ। ତ ଭାଇ ଆମର ମଗାଉଥିଲା ସିମଲା ଲଙ୍କା ସହିତ ମଥୁରା କେକ୍। ସେହି ସମୟରେ ମୁଁ ଦେଖିଲି ରାମଦୋଳିରେ ଲୋକମାନେ କେମିତି ବସି ଚିତ୍କାର କରୁଥିଲେ। ତାକୁ ଦେଖି ବୁଲି ପଡ଼ିଲା ବେଳକୁ ଭାଇ ଆଉ ପାପାଲି 2 ଜଣ ମିଶିକି ମଥୁରା କେକ୍ ଖାଇବାରେ ଲାଗିଛନ୍ତି, ମୋତେ ନ ଦେଇକି। ଖାଇବାକୁ ମାଗିବାରୁ ଦେଖନ୍ତୁ କେମିତି ମୋତେ ଦେଉଛନ୍ତି ସମସ୍ତେ। ତାପରେ ଆସିଥିଲା ବ୍ରେଡ଼୍ ଚପ୍, ଯେଉଁଟାକି ପ୍ରଥମେ ଭାଇ ଟେଷ୍ଟ କରୁଛି, ତାପରେ ଯାଇକି ସମସ୍ତଙ୍କୁ ବାଣ୍ଟିକି ଦେଉଛି। ତାପରେ ଆସିଗଲା ଆମର ମଟର ସୁପ୍, ଯେଉଁଟାକି ପୁରୀ ପ୍ରସିଦ୍ଧ। ତାପରେ ଆମେ ଆସି ପହଞ୍ଚି ଯାଇଥିଲୁ ବ୍ରହ୍ମପୁର, ମାନେ ବ୍ରହ୍ମପୁରର ଆଚାର ପାଖରେ, ଯେଉଁଠିକି ବହୁତ ଭେରାଇଟିର ଆଚାର ସବୁ ଥୁଆ ଯାଇଥିଲା। ତାକୁ ଦେଖିକି ମୋତେ ବହୁତ ହି ଇଚ୍ଛା ହେଉଥିଲା ବହୁତ ସାରା ଖାଇଦେବାକୁ। ତ ସେଥିରୁ କିଛି ଖଟା ନେଇ ଆସିଲୁ, ତା ସହିତ ପାମ୍ପଡ଼ କିଛି ଆଣିଲୁ। କିଣିକି ଆଣି ସାରିଲା ପରେ କିଛି ବାଟରେ ଦେଖିଲି ଜଣେ ମଉସାଙ୍କୁ, ଯିଏକି ଛୋଟବେଳେ ଏମିତି ଆମେ ତାଙ୍କ ପାଖରୁ ଚକୋଲେଟ୍ ନେଉଥିଲୁ, ଯେଉଁଠିକି ବହୁତ ସାରା ଫୁଲ ଫଳ ପକ୍ଷୀ ସଜେଇକି ଦେଇ ଦେଉଥିଲେ। ତ ଦେଖନ୍ତୁ କେତେ ସୁନ୍ଦର ଭାବରେ ସଜେଇକି ଆମକୁ ଦେଉଛନ୍ତି। ଆଉ ମାତ୍ର ଏଇଟା 20 ଟଙ୍କା ହିଁ ଥିଲା। ଆଉ ବାଲିଯାତ୍ରାରେ ଏମିତିଆ ଗୋଟେ ଦୃଶ୍ୟ ଦେଖିଲେ ଆମେ କ'ଣ ଛାଡ଼ିଲୁ, ତ ସେଟାକୁ ଗୋଟେ ଆଣିକି ବି ଖାଇଥିଲୁ। ଭାରତ ମସଲାର ଷ୍ଟଲ୍ ଭିତରକୁ ପଶିବା ମାତ୍ରକେ ଡାହାଣ ପଟ ସାଇଡ଼୍ରେ ଦେଖିଥିଲି ଭାରତ ମାନଚିତ୍ରଟେ, ଆଉ ବାଁ ପଟ ସାଇଡ଼୍ରେ ଦେଖିଥିଲି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ବହୁତ ସୁନ୍ଦର ମୂର୍ତ୍ତିଟେ। ତାପରେ ଆମେ ଏଣ୍ଟ୍ରି ମାରିଥିଲୁ ଆମ ଭାଷା ଆମ ସାହିତ୍ୟ ଭିତରକୁ, ଯେଉଁଠିକି ଆମକୁ ବାହାରୁ ଦେଖିକି ଏତେ ସୁନ୍ଦର ଲାଗୁଥିଲା କେମିତି ଆମେ ଭିତରକୁ ପଶିବୁ ଆଉ ବହୁତ ସାରା ଫଟୋ ଉଠେଇବୁ। ତ ଆଉ ଡେରି କଲୁନି, ତା ଭିତରକୁ ପଶି ଆମେ ବହୁତ ସାରା ଫଟୋ ସୁଟ୍ କଲୁ। ଆମକୁ ମିଳିଯାଇଥିଲା ଗୋଟେ ରଙ୍ଗ ବିରଙ୍ଗର ଆଇସ୍କ୍ରିମ୍ ବାଲା। ତ ତାଙ୍କ ପାଖରେ ଯାଇ ନେଇ ଆସିଥିଲୁ ସେଇ ଗ୍ରୀନ୍ କଲର୍ର ଆଇସ୍କ୍ରିମ୍ଟି।
ସେତିକି ନୁହେଁ, ତାପରେ ପୁଣି ଆସିଗଲା ଆମର ମୁଢ଼ି ମିକ୍ସଚରର ଗାଣ୍ଠିଆଟେ। ତ ସେଠି ଭାଇ ଆମର ବଢ଼ିଆ ଭାବରେ ପାଗଟେ ବନେଇଲେ ଆଉ ସମସ୍ତଙ୍କୁ ପରସି ଦେଲେ। ତ ଇଏ ମାତ୍ର ଥିଲା 40 ଟଙ୍କାରେ। ତ ବଢ଼ିଆ ସେ ରାଗ ପକେଇକି ତାଙ୍କୁ ଗୋଟେ ଗୋଟେ ଫରମାଇଶ ପୂରଣ କରିବାକୁ କୁହାହେଲା, ଯେମିତିକି ଆଉ ଟିକେ ରାଗ ପକାନ୍ତୁ, ଆଉ ଟିକେ ରାଗ ପକାନ୍ତୁ। ତ ସେ ବଢ଼ିଆ ସେ ଲେମ୍ବୁ ଚିପୁଡ଼ିକି ବନେଇଦେଲେ ଆମର। ଢେର ସାରା ରଙ୍ଗ ବିରଙ୍ଗର ଚୁଡ଼ିକୁ ଦେଖି ସ୍ତ୍ରୀ ଲୋକମାନଙ୍କର ମନ କ'ଣ ସମ୍ଭାଳେ। ସମସ୍ତଙ୍କ ସହିତ ମୁଁ ବି ଯାଇ ସେଠି ଠିଆ ହେଇ ପଇଲି ଆଉ ଢେର ସାରା ଚୁଡ଼ିକୁ ବାଛି ବାଛି କିଣି ପକାଇଲି। ତାପରେ ମୁଁ ଯାଇଥିଲି ବେଡ଼ସିଟ୍ ଦୋକାନ ପାଖକୁ। ବେଡ଼ସିଟ୍କୁ ଯେତେ ଶସ୍ତାରେ ହେବ କାଟି କୁଟାକି 2 ହଳ ନେଇ ଆସିଲି। ବାଲିଯାତ୍ରା ତ ଶେଷ ହେବାକୁ ବସିଲାଣି। ଆପଣମାନେ ବୁଲିବାକୁ ଗଲେଣି ନା ନାହିଁ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ଟି ସହିତ ଲାଇକ୍ଟି ନିହାତି କରାଇବେ।